ବାପାକୁ ମେଡ଼ିକାଲ ଦେଖାଇବାକୁ ଆସି ସେହି ହସ୍ପିଟାଲରେ କାମ କରୁଥିବା ଲିପିକାକୁ ଦେଖି ମନେ ମନେ ମନ ଦେଇ ସାରିଥିଲା ମୟୂରଭଞ୍ଜ ଯଶୀପୁର ଅଞ୍ଚଳର ଯୁବକ ହରରଞ୍ଜନ। ସେ ଯାହାକୁ ସାଙ୍ଗରେ ନେଇ ଆସିଥିଲା ସେ ଥିଲା ଲିପିକାର ବାନ୍ଧବୀ। ତେଣୁ ହରରଞ୍ଜନକୁ କିଛି ବି ଅସୁବିଧା ହୋଇନଥିଲା ବାପାଙ୍କ ଚିକିତ୍ସାରେ। ସବୁ ଭଲରେ ଭଲରେ ହୋଇଯାଇଥିଲା। ଆଉ ହରରଞ୍ଜନ ସବୁ କାମ ସାରି ବାପାକୁ ନେଇ ଘରକୁ ଫେରିଯାଇଥିଲା। ହେଲେ ହୃଦୟ ଭିତରେ ଧଡ଼ ଧଡ଼ ହେଉଥିବା ଶବ୍ଦରେ ଖାଲି ଲିପିକା ହିଁ ଶୁଣିବାକୁ ମିଳୁଥିଲା। ରାସ୍ତାରେ ଗଲାବେଳେ ଲିପିକାର ବାନ୍ଧବୀକୁ ଲିପିକା ବିଷୟରେ ପଚାରୁଥିଲା। ଆଉ ଫେସବୁକ୍ରେ ସର୍ଚ୍ଚ କରି ଲିପିକାକୁ ଫ୍ରେଣ୍ଡ ରିକ୍ୱେଷ୍ଟ ବି ପଠାଇ ସାରିଥିଲା। ହେଲେ ଲିପିକା କ'ଣ ସେ ଫ୍ରେଣ୍ଡ ରିକ୍ୱେଷ୍ଟ ଆକ୍ସେପ୍ଟ କଲା? ଆଉ ହରରଞ୍ଜନ ଲିପିକାର ପ୍ରେମ କାହାଣୀରେ ଆଗକୁ କ'ଣ ଘଟିଲା ଏସବୁ ଜାଣିବା ଆଜିର ଏ ରୋମାଣ୍ଟିକ୍ ପ୍ରେମ ଭରା କାହାଣୀରେ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ରୋମାଣ୍ଟିକ୍ ପ୍ରେମ ଭରା କାହାଣୀକୁ ଆପଣଙ୍କୁ ସ୍ୱାଗତ। ବାଲେଶ୍ୱରର ଝିଅ ଲିପିକା ଚାକିରି କରନ୍ତି କଟକର ଏକ ଘରୋଇ ହସ୍ପିଟାଲରେ। ଲିପିକାର ଜଣେ ବାନ୍ଧବୀ ହରରଞ୍ଜନଙ୍କ ବନ୍ଧୁ ଥିଲେ। ହରରଞ୍ଜନ ବାପାଙ୍କ ଦେହ ଅସୁସ୍ଥ କଥା ଲିପିକାର ବାନ୍ଧବୀକୁ କହିଥିଲେ। ଲିପିକାର ବାନ୍ଧବୀ ହରରଞ୍ଜନକୁ ତାଙ୍କ ବାପାକୁ ନେଇ ଲିପିକା ଚାକିରି କରୁଥିବା ଡାକ୍ତରଖାନାକୁ ନେଇ ଆସିବାକୁ କହିଲେ। ହରରଞ୍ଜନ ବାପାକୁ ନେଇ ବାହାରି ପଡ଼ିଲେ କଟକ, ଯେଉଁଠି ଲିପିକା ଚାକିରି କରୁଥିଲା। ସାଙ୍ଗରେ ଥିଲେ ଲିପିକାର ବାନ୍ଧବୀ ମାନେ ହରରଞ୍ଜନର ସାଙ୍ଗ। ହସ୍ପିଟାଲରେ ପହଞ୍ଚି ହରରଞ୍ଜନ ଲିପିକାକୁ ଦେଖି ମନେ ମନେ ମନ ଦେଇ ସାରିଥିଲା। ଆଉ ଲିପିକା ବି ବାନ୍ଧବୀଙ୍କ ସମ୍ପର୍କୀୟ ବୋଲି ସବୁ ଭଲରେ ଭଲରେ କରେଇ ଦେଇଥିଲା। ବାପାଙ୍କୁ ଡାକ୍ତର ଦେଖାଇ ସାରିବା ପରେ ହରରଞ୍ଜନ ମୟୂରଭଞ୍ଜ ଯଶୀପୁର ଚାଲି ଯାଇଥିଲେ। ହେଲେ ତାଙ୍କ ମନ ପ୍ରାଣ ଆଉ ହୃଦୟରେ କେବଳ ଲିପିକା ହିଁ ଲିପିକା ଥିଲା। ରାସ୍ତା ସାରା ବାନ୍ଧବୀକୁ ଖାଲି ଲିପିକା ବିଷୟରେ ହିଁ ପଚାରି ଚାଲିଥିଲା। ଶେଷରେ ଫେସବୁକ୍ରୁ ଆଇଡି ଖୋଜି ଲିପିକାକୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଲା। ଆଉ ଲିପିକା ବି ହରଙ୍କର ରିକ୍ୱେଷ୍ଟ ଆକ୍ସେପ୍ଟ କରିଦେଇଥିଲା। ଆରମ୍ଭ ହୋଇଯାଇଥିଲା ହର ଆଉ ଲିପିକାର ଫ୍ରେଣ୍ଡସିପ୍। ସବୁ ଫ୍ରେଣ୍ଡସିପ୍ ପରେ ଯାହା ହୁଏ ସେଇଆ ହେଲା। ନମ୍ବର ଦିଆନିଆ ଆଉ ରାତି ସାରା ଅନିଦ୍ରା ହୋଇ କଥା ହେବା, ଆଉ କେହି କାହା ସହିତ କଥା ନହେଲେ ରହି ନ ପାରିବା। ଏ ଭିତରେ ଲିପିକା ବି ହରରଞ୍ଜନକୁ ମନ ଦେଇ ସାରିଥିଲା। ଲିପିକା ଦିନେ ହରକୁ ଦେଖା କରିବାକୁ କଟକ ଡାକିଲା। ଆଉ ହର କାଳ ବିଳମ୍ବ ନ କରି ପହଞ୍ଚି ଯାଇଥିଲା ଲିପିକାକୁ ଦେଖା କରିବାକୁ ସୁଦୂର କଟକ। ଲିପିକା ଅଫିସରୁ ଛୁଟି ନେଇ ସେଦିନ ହରରଞ୍ଜନ ସହିତ ପୁରା ଦିନ ବୁଲାବୁଲି କରିଥିଲା। ଆଉ ଦୁହେଁ ଅନେକ ମଜାମସ୍ତି ବି କରିଥିଲେ। ଶେଷରେ ସେଇଠି ହିଁ ହରରଞ୍ଜନ ଲିପିକାକୁ ପ୍ରପୋଜ୍ କରିଥିଲା। ଆଉ ଲିପିକା ତା ମନର ମଣିଷଠୁ ଆଇ ଲଭ୍ ୟୁ ଶୁଣି ଖୁସିରେ ନାଚି ଯାଇଥିଲା। ଆଉ ବାହୁବନ୍ଧନରେ ଜାବୁଡ଼ି ଧରି ଆଇ ଲଭ୍ ୟୁ ଟୁ ମଧ୍ୟ କହିଥିଲା। ବାସ୍ ଏଇଠୁ ଆରମ୍ଭ ହୋଇଯାଇଥିଲା ଆଉ ଏକ ନୂଆ ପ୍ରେମ କାହାଣୀର ଏକ ନୂଆ ଅଧ୍ୟାୟ। ଆମେ ଏହାକୁ ଅଧ୍ୟାୟ କାହିଁକି କହୁଛୁ ତା'ର କାରଣ ହେଲା କାହାଣୀ ତ ଏଇଠୁ ଆରମ୍ଭ। ଆଗକୁ ଯାହା ଘଟିଛି ପୁରା କାହାଣୀ ଶୁଣିଲା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ପ୍ରେମରେ ଦୁଇ ଚଢ଼େଇ ଉଡ଼ିବା ଆରମ୍ଭ କରିଦେଇଥିଲେ। ଆଉ ଏତେ ଉପରକୁ ଉଠିଗଲେ ଯେ ଯେବେ କେଉଁଠୁ ଫେରିବା ସମ୍ଭବ ନୁହେଁ। ପ୍ରେମ ଅନେକ ଗଭୀରକୁ ଚାଲିଗଲା। ଶେଷରେ ଉଭୟଙ୍କ ପରିବାରକୁ ସବୁ କଥା କହିଲେ। ପ୍ରଥମେ ଲିପିକାର ପରିବାର ଲୋକେ ମନା କରୁଥିଲେ, କାହିଁକି ନା ହରରଞ୍ଜନ ବେରୋଜଗାର ଥିଲା। କିନ୍ତୁ ଲିପିକାର ଜିଦ୍ ଆଗରେ ପରିବାର ଲୋକେ ହାର ମାନିଗଲେ। ଆଉ ଶେଷର ଝିଅର ପ୍ରେମକୁ ସ୍ୱୀକାର ବି କରିନେଲେ। ଲିପିକା ହରରଞ୍ଜନକୁ ରୋଜଗାରକ୍ଷମ କରିବାକୁ ତାକୁ କଟକ ଆଣି ପାଖରେ ରଖିଲା। ଆଉ ଜବ୍ ପାଇଁ ଟ୍ରାଏ କଲା। ଶେଷରେ ହରକୁ ଜବ୍ ବି ମିଳିଗଲା। ଆଉ ଦୁହେଁ କଟକରେ ଗୋଟେ ଘରେ ଗୋଟେ ଛାତ ତଳେ 3 ବର୍ଷ ଲିଭ୍ ଇନ୍ରେ ରହିଲେ। ଏ ପ୍ରେମ ଏମିତି ସେମିତି ପ୍ରେମ ନଥିଲା। ଲିପିକାର ହରରଞ୍ଜନ ଉପରେ ଆଉ ହରରଞ୍ଜନର ଲିପିକା ଉପରେ ବହୁତ ଭରସା ଥିଲା। ଏ ପ୍ରେମ ଥିଲା 5 ବର୍ଷର ପ୍ରେମ ସମ୍ପର୍କ। ହେଲେ ଲିଭ୍ ଇନ୍ର ରହୁଥିଲା ବେଳେ ଲିପିକା ଜାଣିବାକୁ ପାଇଲା ସେ ମା' ହେବାକୁ ଯାଉଛି। ଆଉ ଏକଥା ଜାଣିବା ପରେ ଲିପିକା ହରରଞ୍ଜନକୁ ବାହା ହେବାକୁ କହିଲା। କିନ୍ତୁ ହରରଞ୍ଜନ ଏବେ ପ୍ରସ୍ତୁତ ନାହିଁ ବୋଲି କହି ଛୁଆ ନଷ୍ଟ କରିବାକୁ ଲିପିକାକୁ ବାଧ୍ୟ କଲା। ଲିପିକା ତା ଭଲ ପାଇବା ଉପରେ ଭରସା କରି ଛୁଆ ବି ନଷ୍ଟ କରିଦେଲା। ହେଲେ ଧୀରେ ଧୀରେ ହରରଞ୍ଜନ ବଦଳିବାକୁ ଲାଗିଲା। ଆଗ ଭଳି ଲିପିକାକୁ ଆଉ ଭଲ ପାଉନଥିଲା। ଲିପିକା ରୁଷିଗଲେ ତାକୁ ମନଉନଥିଲା। ଲିପିକା କାନ୍ଦିଲେ ତାକୁ ଆଉ ହସଉନଥିଲା। କ'ଣ ହେଲା କେଜାଣି ଲିପିକା ଜୀବନରେ ଯେମିତି ଝଡ଼ ଆସିଗଲା। ହଠାତ୍ ଦିନେ ହରରଞ୍ଜନ ଘରକୁ ଯାଉଛି କହି ଗଲା ଯେ ଗଲା
ଆଉ ଫେରିଲାନି। ନା ଫେରିଲା, ନା କଲ୍ କଲା, ନା କଲ୍ ବି ରିସିଭ୍ କଲା, ନା ମେସେଜ୍ କଲା, ନା ମେସେଜ୍ ଦେଖି କିଛି ଜବାବ ଦେଲା। ସବୁକିଛି ଯେମିତି ବଦଳି ଯାଇଥିଲା। 5 ବର୍ଷର ପ୍ରେମ ସମ୍ପର୍କ ଯେମିତି 5 ମାସ ଭିତରେ କୁଆଡ଼େ ହଜି ଯାଇଥିଲା। ଲିପିକା ଅନେକ ଚେଷ୍ଟା କରୁଛି ହରରଞ୍ଜନ ସହିତ ଯୋଗାଯୋଗ କରିବାକୁ, ହେଲେ ଯୋଗାଯୋଗ ହୋଇପାରୁନି। ତାକୁ ସବୁ ନମ୍ବରରୁ ବ୍ଲକ୍ କରି ଦିଆଯାଇଛି। ହରରଞ୍ଜନକୁ ଯିଏ କଲ୍ କରି ଲିପିକା ବିଷୟରେ କହୁଛି ତାକୁ ବି ହରରଞ୍ଜନ ବ୍ଲକ୍ କରିଦେଉଛି। ହେଲେ ଲିପିକା ହରରଞ୍ଜନକୁ ଏତେ ଭଲ ପାଉଛି ଯେ ହରରଞ୍ଜନର ଦୋଷ ଟିକେ ବି ନାହିଁ ବୋଲି କହୁଛି। କିଛି ତ ଅସୁବିଧା ହେଇଛି, ନହେଲେ ସେ ଏମିତି ମୋଠୁ ଦୂରେଇ ରହିବା ଲୋକ ନୁହେଁ ବୋଲି କହୁଛି। ଆଜି ବି ଲିପିକା ହରରଞ୍ଜନକୁ ଅପେକ୍ଷା କରିଛି। ଦିନେ ନା ଦିନେ ତା ରାଜକୁମାର ଫେରିବ ଆଉ ତାକୁ ରାଣୀ କରି ତା ସାଥିରେ ନେଇଯିବ। ସତରେ କ'ଣ ହରରଞ୍ଜନ ଫେରିବ ଆଉ ଲିପିକାକୁ ରାଣୀ କରି ନେଇଯିବ? କାହିଁକି ହରରଞ୍ଜନ ଏମିତି ଲିପିକାଠୁ ଦୂରେଇ ଯାଇଛି? ନା ତାକୁ କିଏ ଦୂରେଇ ଦେଇଛି? ସତରେ କ'ଣ ଇଏ ଦୁହେଁ କେବେ ଏକାଠି ହେବେନି? ସତରେ କ'ଣ ଲିପିକାର ସ୍ୱପ୍ନ ପୂରା ହେବନି? ଏସବୁ ପ୍ରଶ୍ନର ଉତ୍ତର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଶା କରୁଛୁ ଆଜିର ଏ ପ୍ରେମଭରା ରୋମାଣ୍ଟିକ୍ କାହାଣୀ ଆପଣଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।